ये मरम बाणी हिम प्रलय ଆପଣ ଜାଣିଥିବେ ଗୋଟେ ଲୋକର ଲିକ୍ ପଏଣ୍ଟ ଆଜ୍ଞା ମର୍ମଟା ମୁହଁରେ କହିବେନି। ହିମାଳୟ କହିଲା କହିଲା ଆରେ ତୋର ତ ପୁଅ ଝିଅ ନାହିଁ, ତୁ କଣ ଅପୁତ୍ରିକ ପର୍ବତ? ତୁ କଣ ହବୁ ପର୍ବତ ମାନଙ୍କ ଭିତରେ ଶ୍ରେଷ୍ଠ? ତୁ ଅପୁତ୍ରିକ। କହିବା ପାଇଁ ବହୁ କଥା ଚିନ୍ତା ଥିଲେ ବି ସୁଦ୍ଧା ହେଲେ ମୁଁ ଗୋଟିଏ କଥା ଆପଣ ମାନଙ୍କୁ କହୁଛି, ଇଏ ଦୁନିଆରେ ଯୋଉ ନାରୀର ପିଲା ଛୁଆ ନାହିଁ ଆପଣ ତ ଘୃଣା କରିବେ? ହଁ ଘୃଣା କରୁଛନ୍ତି ଆଉ କଣ ପାଇଁ ଘୃଣା କରିବେ? ପୁରାଣ ଲେଖିଛି ଆଉ ପୁରାଣ ଲେଖିଛି ବା। ପୁରାଣ ଲେଖିଲା ଅପୁତ୍ରିକ ନାରୀ ଦେଉଳକୁ ଗଲେ ଦେଉଳେ ଦିଅଲୁ ନାରୀ ସେ ଡାଳ ଧରଇ ସେ ଡାଳ 1999 ମସିହାରେ ମହାବାତ୍ୟା ହେଲା। ମୋରି ଗାଁରେ ଗୋଟେ ଅପୁତ୍ରିକ ନାରୀ, କାହିଁ ସେ ଗଛ ଡାଳ ତ ଧରିଲା ଭାଙ୍ଗିଲାନି। ସେ ଡାଳ ମୋଟା ହେଇଥିବ ଭାଙ୍ଗିବ କେମିତି? ଏବେ ଖୋଜିକିରି ଆଣୁ ଯୋଉ ମାର ପୁଅ ନଥିବ ଝିଅ ନଥିବ, ଦେଖିବା ଦେଉଳ ଭିତରେ ତାକୁ ନେଇ ପହଞ୍ଚେଇବା କେମିତି ଦିଅ ଦୁର୍ନୀତିକି ପଳେଇବେ। ତାହେଲେ ପୁରାଣ କେମିତି ଲେଖା ହେଲା? ପୁରାଣ ଲେଖା ହେଲା ଯୋଉ ନାରୀର ପୁଅ ଝିଅ ନାହିଁ ତାକୁ ଆପଣ ଘୃଣା କରିବେ, ହେଲେ ଯୋଉ ଦେବୀର ପୁଅ ଝିଅ ନାହିଁ ତାକୁ କାହିଁ ପୂଜା କଲେ? କୋଉ ଦେବୀଙ୍କର ପୁଅ ଝିଅ ନାହିଁ? ଲକ୍ଷ୍ମୀ ପାର୍ବତୀଙ୍କର ପୁଅ ଝିଅ ନାହିଁ, ଜଗତ ବନ୍ଧ୍ୟା ହୋଇଲେ ଯେଉଁ ମାନବୀର କନ୍ୟା ପୁତ୍ର ନାହିଁ ତାକୁ ନିନ୍ଦା କରୁଥିଲେ। ଲକ୍ଷ୍ମୀଙ୍କର ପୁଅ ଅଛି ସାର୍, ଝିଅ ଅଛି, ପୁଅ ସେ ନାରାୟଣଙ୍କର ସ୍ତ୍ରୀ, ସେ ପୂଜା ପାଇବେ? ଆମ ଗାଁ ଗହଳିରେ ପୁଅ ଝିଅ ନଥିଲେ ତୁମେ ତ ନାକ ଟେକିବ, କହିବ କୂଅରୁ ପାଣି କାଢେ ନା। ପାର୍ବତୀଙ୍କର ପୁଅ ଅଛି, ସେ ଜନ୍ମ ଦେଇନାହାନ୍ତି। ଗୋଟେ ପୁଅ ଷଢ଼ କୃତିକାରୁ ଜନ୍ମ, ଆଉ ଗୋଟେ ପୁଅ ଅଙ୍ଗ ମୌଳିରୁ ଜନ୍ମ। ଓହୋ କାର୍ତ୍ତିକା ଷଢ଼ କୃତିକା। ହଁ ଗଣିଆ ଗଣିଆ କଣ ତମ ଧାନ କାଟିବ? ଗଣିଆ ଯେମିତି ସତିକି ଚାକିରି ରଖିଛି ଜାଣି। ଗଣେଶ୍ୱରଙ୍କର ଜନ୍ମ ଅଙ୍ଗ ମୌଳି। ପାର୍ବତୀ ଲକ୍ଷ୍ମୀଙ୍କର ପିଲା ନାହିଁ, ତାଙ୍କୁ ବୁଝିବ ନା। ଲକ୍ଷ୍ମୀଙ୍କର ପୂଜା କଲେ ଆଜ୍ଞା ଧନ ବଢିବ। ଧନ ବଢିବ। ଲକ୍ଷ୍ମୀ ପୂଜା କଲେ ଧନ ବଢିବ? ଗଲା ପୁରା ମଉସା ଲକ୍ଷ୍ମୀ ପୂଜା କଲେ ଧନ ବଢିବ? ତାହେଲେ ଆପଣ ଗୋଟେ କାମ କରିବେ, ଘର ଯାକ କାନ୍ଥ ଯାକ ଲକ୍ଷ୍ମୀ ଫଟୋ ଟାଙ୍ଗି ଦେବେ।